এই রাକ୍ଷୀ ପୂର୍ଣ୍ଣିମାରେ ସରକାର ଦେବେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବାବଦର ଆଉ 5,000 ଟଙ୍କା। ହେଲେ ଏହି ହିତାଧିକାରୀଙ୍କୁ ଟଙ୍କା ମିଳିବ ନାହିଁ। ଏନେଇ ସରକାରଙ୍କ ପକ୍ଷରୁ ଜାରି ହେଲା ଏକ ବଡ଼ ଘୋଷଣା। ଆସନ୍ତୁ ଭିଡିଓରେ ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍। ଯଦି ଆପଣ ବି ଜଣେ ସୁଭଦ୍ରା ଯୋଜନାର ହିତାଧିକାରୀ ହୋଇଥିବେ, ଟଙ୍କା ପାଉଥିବେ, ତେବେ ଏହି ଭିଡିଓ ଆପଣଙ୍କ ପାଇଁ ବଡ଼ ଗୁରୁତ୍ୱପୂର୍ଣ୍ଣ। ଯାହାକି ଅଗଷ୍ଟ 28 ରାକ୍ଷୀ ପୂର୍ଣ୍ଣିମା ଅବସରରେ ସରକାର ପଞ୍ଚମ କିସ୍ତିର ଟଙ୍କା ଦେବାକୁ ଯାଉଛନ୍ତି। ଜାଣିବା ପୂର୍ବରୁ ଭିଡିଓକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଆପଣ ସମସ୍ତେ ଜାଣନ୍ତି ସୁଭଦ୍ରା ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ଚତୁର୍ଥ କିସ୍ତିର ଟଙ୍କା ମିଳିସାରିଛି। ଏବେ ଆସିବା ପାଇଁ ବାକି ରହିଛି ପଞ୍ଚମ କିସ୍ତି। ତେବେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସୁଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏହାସହ 25 ଜୁଲାଇ ସୁଦ୍ଧା ଯେଉଁ ଆବେଦନକାରୀଗୁଡ଼ିଙ୍କର ନାମ ଜିଲ୍ଲା ସ୍ତରରୁ ଚୂଡ଼ାନ୍ତ ତାଲିକାରେ ଆସିଥିବ, ସେହି ଯୋଗ୍ୟ ହିତାଧିକାରୀମାନେ ମଧ୍ୟ ଏହି ପର୍ଯ୍ୟାୟରେ ଆର୍ଥିକ ସହାୟତା ପାଇପାରିବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ 25 ଜୁଲାଇ ସୁଦ୍ଧା ଜିଲ୍ଲା ସ୍ତରରୁ ଯେଉଁ ନାମଗୁଡ଼ିକ ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ପହଞ୍ଚିଥିବ, ସେହି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କର ବ୍ୟାଙ୍କ ଖାତାକୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସିଧାସଳଖ ଟଙ୍କା ପଠାଯିବ। ଏହା ଫଳରେ ଅପେକ୍ଷାରେ ଥିବା ଅନେକ ମହିଳା ଉପକୃତ ହେବେ। ଯଦି ଆପଣ ଏଥିରେ ସାମିଲ ଅଛନ୍ତି ବା ଆପଣଙ୍କର ନାମ ଲିଷ୍ଟରେ ଅଛି, ତେବେ ଜାଣି ରଖନ୍ତୁ ଆପଣଙ୍କର ଡିବିଟି ଏନାଉଲ୍ ବ୍ୟାଙ୍କ ଆକାଉଣ୍ଟ ଅଛି ନାହିଁ ଚେକ୍ କରନ୍ତୁ। ଏମିତିକି ଆପଣଙ୍କ ବ୍ୟାଙ୍କରେ ଇକେୱାଇସି ହୋଇଛି କି ନାହିଁ ଚେକ୍ କରନ୍ତୁ। ତା ଛଡ଼ା ସୁଭଦ୍ରା ଯୋଜନାରେ ଇକେୱାଇସି ଅଛି କି ନାହିଁ ଚେକ୍ କରନ୍ତୁ। ଯାହାଦ୍ୱାରା କି ସବୁ ଠିକ୍ ଥିଲେ ସରକାର ଟଙ୍କା ପଠାଇଲେ ଆପଣଙ୍କ ଖାତାରେ ଜମା ହୋଇଥାଏ। ଯେଉଁମାନେ କେୱାଇସି କରିନଥିବେ, ତେବେ ସରକାର ଟଙ୍କା ପଠାଇଲେ ବି ବା ଏମିତିକି ଯେଉଁମାନଙ୍କର ଡିବିଟି ଏନାଉଲ୍ ବ୍ୟାଙ୍କ ଆକାଉଣ୍ଟ ନଥିବ, ସରକାର ଟଙ୍କା ପଠାଇଲେ ସେମାନଙ୍କ ଖାତାରେ ଟଙ୍କା ଜମା ହୋଇନଥାଏ। ଯାହାକି ଏପର୍ଯ୍ୟନ୍ତ ଚତୁର୍ଥ କିସ୍ତି ଅର୍ଥାତ୍ 20,000 ମିଳିଥିବା ବେଳେ ଏବେ ଆଗାମୀ ଆସିବାକୁ ରହିଛି ରାକ୍ଷୀ ପୂର୍ଣ୍ଣିମା ଅବସରରେ ପଞ୍ଚମ କିସ୍ତି ଅର୍ଥାତ୍ ଆଉ 5,000 ଟଙ୍କା। ଏବେ ଯଦି ଆପଣ ଭାବୁଥିବେ କାହାକୁ ମିଳିବ ଏହି ଟଙ୍କା, ତେବେ ଲିଷ୍ଟ ଦେଖିବା ପାଇଁ ହେଲେ ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନ୍ରେ ଦେଇଛୁ, ଯାଇ ମଧ୍ୟ ଚେକ୍ କରିପାରିବେ। ଯାହାର ନାମ ଥିବ ସେମାନଙ୍କୁ ଆଗାମୀ ଆସିବାକୁ ଯାଉଛି ସୁଭଦ୍ରାର ପଞ୍ଚମ କିସ୍ତି ବାବଦର ଆଉ 5,000 ଟଙ୍କା।